ରାମ ନାରାୟଣ ରାମ। ଦୁଇ ମୁଠି ଚାଉଳ କମ୍ବଳ ଦେବା କିମ୍ବା କେବଳ ସେବା କରିବା ଦ୍ୱାରା ସେବା ହୁଏ ନାହିଁ। ଏମିତି ସେବା କେବଳ ସ୍ୱାର୍ଥ ପୂରଣ ପାଇଁ କରାଯାଏ। ବଙ୍ଗାଳର ଏହି ଦୁର୍ଦ୍ଦିନରେ ତାଙ୍କର ପତୱାର କିଏ ଧରିବ? ଆମେ ମାତ୍ର ଶୋକ ପ୍ରକାଶ କରିବାକୁ ଜାଣୁ ଓ ସତ୍ୟ ସମାଧାନ କେବଳ ପ୍ରତ୍ୟକ୍ଷ ବିଦ୍ରୋହ। ଆମର ମଧ୍ୟରେ କୌଣସି ତଫାତ ନାହିଁ। ସବୁଙ୍କର ରକ୍ତ ଲାଲ। ଆମେ ସମସ୍ତେ ଲାଲ ହେଉଛୁ। ହିନ୍ଦୁ ମୁସଲମାନ ସମସ୍ତଙ୍କର ରକ୍ତ ଲାଲ। ଆଜି ବଙ୍ଗାଳୀଙ୍କୁ ଲୋକ ଶେଷ କରିବାକୁ ଚାହାନ୍ତି। ଯେ ଲୋକ ଏହି ଜାତିର ବିନାଶ କରିବାକୁ ଚାହାନ୍ତି ସେମାନେ ଜାଣନ୍ତି ନାହିଁ ଯେ ସେମାନେ ତାଙ୍କର ନିଜ ବିନାଶର ଦ୍ୱାର ଖୋଲି ଦେଇଛନ୍ତି। କାରଣ ଏହି ବିନାଶରେ କେହି ସୁସ୍ଥ ରହିପାରିବେ ନାହିଁ। ଆଭାସ ମିଳୁଛି, ସଂକେତ ମିଳୁଛି। ଷଡ଼ଯନ୍ତ୍ର ଅକ୍ଟୋପସର ଜାଳରେ ଆମେ ସମସ୍ତେ ପକାଇ ପଡ଼ିଛୁ। କିନ୍ତୁ ଏହା ଶେଷ ପରିସ୍ଥିତି ନୁହେଁ। ସାମ୍ନାରେ ଝୁମକା ଅଛି। ଗିଦ୍ଧଙ୍କର ପଞ୍ଜା ଭାରତକୁ ବିନାଶର ପଥରେ ନେଉଛି। କେବେ ସେମାନେ ଆମକୁ ତାଙ୍କ ପଞ୍ଜାରେ ଧରିବେ କାହାକୁ ଜଣା ନାହିଁ। ଆମେ ଆପସରେ ଯୁଦ୍ଧ କରୁଛୁ। ମୁଁ ଏହା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ଯେ ସମ୍ପ୍ରଦାୟ କିମ୍ବା ନୀତି ଆଧାରରେ କୌଣସି ଭେଦଭାବ ରହିବ ନାହିଁ। ସେହିପାଇଁ ସମସ୍ତ ସାଧୁ ଗୁରୁମାନଙ୍କୁ ଡାକିଥିଲି। କିନ୍ତୁ କେହି ତାଙ୍କର ଆସନ ଛାଡ଼ିକି ଆସିବାକୁ ପ୍ରସ୍ତୁତ ହୋଇନଥିଲେ। ଜାତିଗତ ଭେଦ ନଥିଲେ। ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ହିଂସା ହୁଏ ନାହିଁ।